ରାଧେ ଶ୍ୟାମ। ତ ଆପଣ ମାନଙ୍କୁ ମୁଁ ଶ୍ରୀକୃଷ୍ଣ ଓ ଅର୍ଜୁନ ମଧ୍ୟରେ ବାର୍ତ୍ତାଳାପ ଚାଲିଛି। କ'ଣ କ'ଣ କହୁଛନ୍ତି ଚାଲନ୍ତୁ ସେଇଠୁ ଜ୍ଞାନ ନେବା। ଅର୍ଜୁନ କହୁଛନ୍ତି, ହେ ପୁରୁଷ ଶ୍ରେଷ୍ଠ, ସୁଖ ଦୁଃଖକୁ ସମଭାବନା କରୁଥିବା ଧୀର ପୁରୁଷଙ୍କୁ ଇନ୍ଦ୍ରିୟ ଓ ବିଷୟମାନଙ୍କ ସଂଯୋଗ ବ୍ୟତୀତ କରିପାରେ ନାହିଁ। ସେ ମୃତ୍ୟୁଠାରୁ ଉର୍ଦ୍ଧ୍ୱରେ ଅମୃତ ତତ୍ତ୍ୱର ବ୍ୟାପୀ ନିମନ୍ତେ ଯଜ୍ଞ ହୋଇଥାନ୍ତି। ଏଠାରେ ଶ୍ରୀକୃଷ୍ଣ ଗୋଟିଏ ଉପଲବ୍ଧି ଅମୃତ ଶବ୍ଦ ଚର୍ଚ୍ଚା କରିଛନ୍ତି। ଅର୍ଜୁନ ଭାବୁଥିଲେ ଯେ ଯୁଦ୍ଧର ପରିଣାମରେ ସ୍ୱର୍ଗ ମିଳିବ, ଅର୍ଥାତ୍ ପୃଥିବୀ ମିଳିବ। କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି, ନା ତୁମକୁ ସ୍ୱର୍ଗ ମିଳିବ ନା ପୃଥିବୀ, ବରଂ ଅମୃତ ମିଳିବ। ସେ ଅମୃତ କ'ଣ? ହେ ଅର୍ଜୁନ, ଅସତ୍ ବସ୍ତୁର ଅସ୍ତିତ୍ୱ ନାହିଁ, ଯାହା ମିଥ୍ୟା ତାକୁ ରୋକି ହେବ ନାହିଁ। ତିନି କାଳରେ ସତ୍ୟର ଅଭାବ ନାହିଁ, ତାକୁ ନଷ୍ଟ ମଧ୍ୟ କରିହେବ ନାହିଁ। ଅର୍ଜୁନ ପଚାରିଲେ, କ'ଣ ଆପଣ ଭଗବାନ ହୋଇଥିବା ଯୋଗୁଁ ଏପରି କହୁଛନ୍ତି? ଶ୍ରୀକୃଷ୍ଣ କହିଲେ, ମୁଁ ତ କହୁଅଛି, ଏହି ଦୁଇଟିର ଅନ୍ତର ମୋ ସହିତ ତତ୍ତ୍ୱଦର୍ଶୀମାନେ ମଧ୍ୟ ଦେଖିଛନ୍ତି। ଶ୍ରୀକୃଷ୍ଣ ସେହି ସତ୍ୟକୁ ପୁନରାବୃତ୍ତି କଲେ, ଯାହା ତତ୍ତ୍ୱଦର୍ଶୀମାନେ କେବେ ଦେଖିଥିଲେ। ଶ୍ରୀକୃଷ୍ଣ ମଧ୍ୟ ଜଣେ ତତ୍ତ୍ୱଦର୍ଶୀ ମହାପୁରୁଷ ଥିଲେ। ପରମ ତତ୍ତ୍ୱ ପରମାତ୍ମାଙ୍କ ପ୍ରତ୍ୟକ୍ଷ ଦର୍ଶନ କରି ପରମାତ୍ମାଙ୍କରେ ସ୍ଥିତ ହୋଇଥିବା ବ୍ୟକ୍ତି ତତ୍ତ୍ୱଦର୍ଶୀ ନାମରେ ପରିଚିତ ହୁଅନ୍ତି। ସତ୍ ଓ ଅସତ୍ କ'ଣ, ସେହି ବିଷୟରେ କହୁଛନ୍ତି। ତାହା ନାଶରହିତ ଅଟେ, ଯେଉଁଥିରେ ଏହି ସମ୍ପୂର୍ଣ୍ଣ ଜଗତ ବ୍ୟାପ୍ତ। ଏହି ଅବ୍ୟୟସ୍ୟ ଅବିନାଶୀକୁ ବିନାଶ କରିବାରେ କେହି ସମର୍ଥ ନୁହେଁ। ତେବେ ଏହି ଅବିନାଶୀ ଅମୃତ ନାମ କ'ଣ? ତାହା କ'ଣ? ଅବିନାଶୀ ଅପ୍ରମେୟ ନିତ୍ୟ ସ୍ୱରୂପ ଆତ୍ମାଙ୍କ ଏହି ସମସ୍ତ ଶରୀରର ନାଶବାନ କୁହାଯାଉଅଛି। ତେଣୁକରି ହେ ଭରତ ବଂଶ ଅର୍ଜୁନ, ତୁମେ ଯୁଦ୍ଧ କର। ଆତ୍ମା ହିଁ ଅମୃତ, ଆତ୍ମା ହିଁ ଅବିନାଶୀ, ଯାହାର ତିନି କାଳରେ ନାଶ ହେଉନାହିଁ। ଆତ୍ମା ହିଁ ସତ୍ୟ, ଶରୀର ନାଶବାନ। ଏହା ହିଁ ଅସତ୍ୟ ଅଟେ, ଯାହାର ତିନି କାଳରେ ଅସ୍ତିତ୍ୱ ନାହିଁ। ଶରୀର ନାଶବାନ ଅଟେ, ତେଣୁ ତୁମେ ଯୁଦ୍ଧ କର। ଏହି ଆଦେଶ ଦ୍ୱାରା ଏପରି ସ୍ପଷ୍ଟ ହେଉନାହିଁ ଯେ ଅର୍ଜୁନ କେବଳ କୌରବମାନଙ୍କୁ ହିଁ ମାରିବ। ପାଣ୍ଡବ ପକ୍ଷରେ ମଧ୍ୟ ଶରୀର ହିଁ ତ ଥିଲେ। କ'ଣ ପାଣ୍ଡବମାନଙ୍କ ଶରୀର ଅବିନାଶୀ ଥିଲା? ଯଦି ଶରୀର ନାଶବାନ, ତେବେ ସ୍ୱୟଂ ଶ୍ରୀକୃଷ୍ଣ ତାହାଙ୍କ ରକ୍ଷା ନିମନ୍ତେ ଉପସ୍ଥିତ ଥିଲେ। କ'ଣ ଅର୍ଜୁନ କୌଣସି ଶରୀର ଧାରିଥିଲେ? ଓ ଶରୀର ଅସତ୍ ଅଟେ, ଯାହାର ଅସ୍ତିତ୍ୱ ହିଁ ନାହିଁ, ଯାହାକୁ ଅଟକାଇ ହେବ ନାହିଁ। କ'ଣ ଶ୍ରୀକୃଷ୍ଣ ସେହି ଶରୀର ରକ୍ଷା ନିମନ୍ତେ ଉପସ୍ଥିତ ରହିଛନ୍ତି? ଯଦି ସେହିପରି ଅଟେ, ତେବେ ସେ ମଧ୍ୟ ଅବିବେକୀ ଏବଂ ମୂଢ଼ ଅଟନ୍ତି। କାରଣ ଆଗକୁ ଶ୍ରୀକୃଷ୍ଣ ସ୍ୱୟଂ କହୁଛନ୍ତି, ଯିଏ କେବଳ ଶରୀର ନିମନ୍ତେ ହିଁ ଜୀବିତ ରହିଛନ୍ତି, ପରିଶ୍ରମ କରନ୍ତି, ସେ ଅବିବେକୀ ଏବଂ ମୂଢ଼ ବ୍ୟକ୍ତି ଯୁକ୍ତ ଅଟେ। ସେ ପାପାୟୁ ପୁରୁଷ ବ୍ୟକ୍ତି ହିଁ ଜୀବନ ଧାରଣ କରିଥାଏ। ଅନନ୍ତ ଅର୍ଜୁନ କିଏ ଥିଲେ? ବସ୍ତୁତଃ ଅନୁରାଗ ହିଁ ଅର୍ଜୁନ। ଅନୁରାଗୀ ନିମନ୍ତେ ଇଷ୍ଟ ସଦୈବ ରଥୀ ହୋଇ ସାଧକଙ୍କର ହୃଦୟରେ ରହିଥାନ୍ତି। ସଖାଙ୍କ ଭଳି ତାହାଙ୍କ ମାର୍ଗଦର୍ଶନ କରିଥାନ୍ତି। ଆପଣ ଶରୀର ନୁହନ୍ତି, ଶରୀର ତ ଆବରଣ ମାତ୍ର। ରହିବା ନିମନ୍ତେ ଗୋଟିଏ ବାସସ୍ଥଳୀ ଅଟେ, ସେଥିରେ ରହିବା ଅନୁରାଗ ପୂରିତ ଆତ୍ମା ଅଟେ। ଭୌତିକ ଯୁଦ୍ଧ ଯଥା ମାରିବା କାଟିବା ଦ୍ୱାରା ଶରୀରର ଅନ୍ତ ହୋଇ ନଥାଏ। ଏହି ଶରୀର
ଯଦି ଚାଲିଯିବ ତେବେ ଆତ୍ମା ଅନ୍ୟ ଏକ ନୂତନ ଶରୀର ଧାରଣ କରିନେବ। ଏହି ସ୍ଥଳରେ ଶ୍ରୀକୃଷ୍ଣ କହିଲେ, ଯେଉଁପରି ବାଲ୍ୟାବସ୍ଥାରୁ ଯୁବା ଏବଂ ବୃଦ୍ଧ ଅବସ୍ଥା ଆସିଥାଏ, ସେହିପରି ଦେହାନ୍ତ ପ୍ରାପ୍ତ ହୋଇଥାଏ। ଶରୀର କାଟିଦେଲେ ଜୀବାତ୍ମା ନୂତନ ଶରୀର ବଦଳାଇ ନେବ। ଶରୀର ସଂସ୍କାର ମାନଙ୍କରେ ହିଁ ଆଶ୍ରିତ। ସଂସ୍କାର ମନ ଉପରେ ଆଧାରିତ ଅଟେ। ମନ ଏକ ମନୁଷ୍ୟାଣ କାରଣ ବନ୍ଧ ମୁଖ୍ୟ ଏ। ମନର ସର୍ବଥା ବିରୋଧ ହେବା, ଅଚଳ ସ୍ଥିର ହେବା ଏବଂ ଅନ୍ତିମ ସଂସ୍କାରରେ ବିଲୟ ହେବା, ଏହି ସବୁ ଗୋଟିଏ ହିଁ କ୍ରିୟା ଅଟେ। ସଂସ୍କାରମାନଙ୍କର ମୂଲ୍ୟ ବୀଜ ନଷ୍ଟ ହୋଇଯିବା ହିଁ ଶରୀରର ଅନ୍ତ ଅଟେ। ଏହି ସଂସ୍କାର ରୂପୀ ବୀଜକୁ ନଷ୍ଟ କରିବା ନିମନ୍ତେ ଆପଣମାନଙ୍କ ଆରାଧନା କରିବାକୁ ପଡ଼ିବ। ଯାହାକୁ ଶ୍ରୀକୃଷ୍ଣ କର୍ମ ଅର୍ଥାତ୍ ନିଷ୍କାମ କର୍ମଯୋଗ ସଂଖ୍ୟା ଦେଇଛନ୍ତି। ଶ୍ରୀକୃଷ୍ଣ ପ୍ରତ୍ୟେକ ସ୍ଥଳରେ ଯୁଦ୍ଧର ପ୍ରେରଣା ଦେଇଛନ୍ତି, କିନ୍ତୁ ଏପରି କୌଣସି ଗୋଟିଏ ମଧ୍ୟ ଶ୍ଲୋକ ନାହିଁ ଯାହା ଭୌତିକ ଯୁଦ୍ଧ ଅଥବା ମାରିବା କାଟିବା ସମର୍ଥନ କରୁଥିବ। ଏହି ଯୁଦ୍ଧ ସଜାତୀୟ ବିଜାତୀୟ ପ୍ରବୃତ୍ତିମାନଙ୍କର ଅଟେ। ଏହା ଅନ୍ତର୍ଦେଶରେ ହୋଇଥାଏ। ମାନେ ବୁଝିପାରୁଛନ୍ତି, ଅନ୍ତର୍ଦେଶରେ ଆମ ମନ ଭିତରେ। ତ ଭିଡ଼ିଓକୁ ମୁଁ ସେଇଠି ରଖିବି। କେମିତି ଲାଗିଲା ଆପଣ କହିବେ। ଏଇସବୁ ଭଗବାନଙ୍କ ଅର୍ଜୁନଙ୍କ ଭିତରେ ବାର୍ତ୍ତାଳାପ ଚାଲିଛି, କ'ଣ ଜ୍ଞାନ ମିଳୁଛି, କ'ଣ ସାରାଂଶ ମିଳୁଛି, ଆପଣଙ୍କୁ ଭଲ ଲାଗୁଛି କି ନାହିଁ ଆପଣମାନେ କମେଣ୍ଟ କରିକି ଜଣାଇବେ। ମୁଁ ଆଗକୁ ଏମିତି ବହୁତ ସାରା ଜ୍ଞାନ ବହିରୁ ଦେବି, ଆପଣମାନେ ନେବେ ଓ ସେଇ ସାରାଂଶକୁ ଆପଣଙ୍କ ଲାଇଫରେ ଆପ୍ଲାଏ କରିବେ। ଆପଣ ବହୁତ ଆଗକୁ ଯିବେ। ଯଦି ଭିଡ଼ିଓଟି ପସନ୍ଦ ଆସିଛି ଲାଇକ୍ शेयर सब्सक्राइब करिवे। राधे श्याम। आप सबका मंगल हो। ब्लेसिंग ब्लेसिंग ब्लेसिंग।